ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଯୋଗଦେଲେ 2 ମନ୍ତ୍ରୀ 3 ବିଧାୟକ ଏବଂ ତା ସହିତ ଅଲିଉଡ୍ ଜଗତର ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼। ରବିବାର 2 ମନ୍ତ୍ରୀ 3 ବିଧାୟକ ଅସ୍ଥାୟୀ ମଣ୍ଡପକୁ ଆସି ମାଙ୍କ ଦର୍ଶନ କରିଛନ୍ତି। ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣି ବିଷୋଇ, ଚିକିଟି ବିଧାୟକ ମନୋରଞ୍ଜନ ଦାନ ସାମନ୍ତରାୟ ଯୋଗଦେଇ ଦେବୀଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ରହି ଭଞ୍ଜନଗର ଯାତ୍ରା ଇତିହାସ ଉପରେ କହିଥିଲେ। ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ସୁଧୀର ରଞ୍ଜନ ବେହେରା, ଭାଜପା ନେତା ପ୍ରଭାକର ପଣ୍ଡା, ଜିତୁ ନାୟକ ସଭାରେ ଉପସ୍ଥିତ ଥିଲେ। ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିରାଟ ଶୋଭାଯାତ୍ରା ଆତସବାଜିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଯାତ୍ରାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବମୁଖ ହୋଇ ବାହାରିବା ପରେ ଟାଉନ ହଲ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପଶ୍ଚିମମୁଖ ହୋଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦେବୀ ପୂଜା ପାଇବା ପରେ ରେଡକ୍ରସ ରୋଡ ହୋଇ ବିଜିପୁର ହାଟନଗର ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ବାହୁଡି କୋର୍ଟ ରୋଡ ଦେଇ ମୁଖ୍ୟ ସଡକକୁ ଆସି ବିଳମ୍ବିତ ରାତିରେ ଦେବୀ ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଥିଲା। ଗଞ୍ଜାମରୁ ରଞ୍ଜିତ ଜେନାଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ।